ଦେଖନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଥିଲେ ପ୍ରେରଣ ଯନ୍ତ୍ରରେ ମନ ଦେଇଥିବେ ଦୁଷ୍ଟ ଭାବ ନିରୀକ୍ଷଣ ଅର୍ଥାତ ଇଏ ସବୁ ଲୋକମାନେ ଖାଲି ରାତି ପାହିଲେ ଆମେ ମାନେ ମୋବାଇଲ ଠୁ ଆରମ୍ଭ କରି ଟିଭି ଇଣ୍ଟରନେଟ ଏଇଥିରେ ହିଁ କେବଳ ମନ ଦଉଛୁ ଯାହା ଦ୍ୱାରା କେବଳ ଯେ ବହୁ ଉନ୍ନତି ସଂସାରରେ ହେଇଯାଇଛି ତା ନୁହଁ ଅବନୀତି ମଧ୍ୟ ହେଇଛି। ଆଜିକାଲିର ପିଲା ଆଜି ଦେଖନ୍ତୁ ମୋବାଇଲ ଏତେ ବିଜି ରହୁଛନ୍ତି ଯେ ସେମାନେ ବାପା ମାଙ୍କ ପାଖରେ ଅଧଘଣ୍ଟେ ବସିବାକୁ ମଧ୍ୟ ତାଙ୍କ ପାଖରେ ସମୟ ନାହିଁ। ଯଦି ବସୁଛନ୍ତି ମୋବାଇଲ ଖେଚୁଛନ୍ତି କାର୍ଟୁନ ଦେଖୁଛନ୍ତି। ଆଉ ଆଗ କାଳରେ ମା କେତେ କଥା କହି କେତେ ଗପ କହି ପିଲାମାନଙ୍କୁ ଶୁଆଇ ଦଉଥିଲା କିନ୍ତୁ ଏବେ କଣ ହେଇଛି ଆପଣ ଦେଖୁଛନ୍ତି ଆଉ ମା ପାଖରେ ମଧ୍ୟ ସମୟ ନାହିଁ ଛୁଆକୁ ମୋବାଇଲ ଧରେଇ ଦେଲା ଆଉ ଖୁଆଇ ଦେଲା ଯାହା ଦ୍ୱାରା ଅନ୍ୟ ପିଲାମାନେ ଭଲ ସଂସ୍କାର କିଛି ଜାଣିପାରିଲେନି। ଆଉ ମୂଳ କଥା ହଉଛି ଛୋଟ ପିଲାମାନଙ୍କୁ ଆମେ ଶିକ୍ଷା ପ୍ରତି ବଦଳରେ ଆପଣ କେବଳ ଯେ ଶିକ୍ଷା ଦେବେ ତା ନୁହଁ ତା ସହିତ ସଂସ୍କାର ଦେବା ମଧ୍ୟ ଆବଶ୍ୟକତା ଅଛି। ଶିକ୍ଷା ସହିତ ଦୀକ୍ଷା ଦେବାର ଆବଶ୍ୟକତା ଅଛି। ଏଇ ଅଭାବରୁ ସଂସ୍କାର ଅଭାବରୁ ପିଲାମାନେ ନଷ୍ଟ ହଉଛନ୍ତି। ଆଗରୁ ଆଖି ବନ୍ଦ କଲେ ନିଦ ହଉଥିଲା ଏବେ ନେଟ୍ ବନ୍ଦ କଲେ ନିଦ ହଉଛି ଏମିତି ସମୟରେ ଆମେ ମାନେ ପହଞ୍ଚି ଯାଇଛୁ। ଆଉ ମୋ ସହିତ ଟ୍ରେନରେ ଜଣେ ଯାତ୍ରା କରୁଥିଲେ କହିଲେ ଭାଇ ମୋବାଇଲ ଆମକୁ ବହୁ ଆଗକୁ ନେଇଯିବ ଏକଥା କିନ୍ତୁ ଆଜି ସତ୍ୟ ବୋଲି ମୁଁ ଭାବିଲି। ମୁଁ କହିଲି କେମିତି ନା ଦିଟା ଷ୍ଟପେଜ ପୂର୍ବରୁ ମୋର ଓହ୍ଲେଇବାର ଥିଲା ଦିଟା ଷ୍ଟପେଜ ଆଗକୁ ପଳେଇଲେଣି ତେଣୁ ନିଶ୍ଚିତ ମୋବାଇଲ ହିଁ ଆଗକୁ ନେଇଛି। ମୁଁ ଏତେ ହ୍ୱାଟ୍ସଆପ ଆଉ ଫେସବୁକ ରେ ବ୍ୟସ୍ତ ଥିଲି ତ କହିବାର କଥା ମୋବାଇଲ ଆଗକୁ ନଉଛି ସତ। ଆଗ କାଳରେ ଆମ ଝିଅକୁ ଯଦି କେହି କମେଣ୍ଟ କରୁଥିଲା କଥା କୋର୍ଟ ପର୍ଯ୍ୟନ୍ତ ଯାଉଥିଲା ଗାଁ ଦାଣ୍ଡରେ ଭାଗବତ ଟୁଙ୍ଗିରେ ବିଚାର ହଉଥିଲା ଆମ ଝିଅକୁ କମେଣ୍ଟ କରିବାକୁ ତୁ କିଏ ବାପା ଆସି ସିଧା ପ୍ରଶ୍ନ ଉଠାଉଥିଲା। କିନ୍ତୁ ଏବେ ଆମ ଝିଅ ଏବେ ଫେସବୁକ ଇନଷ୍ଟାରେ ଫଟୋ ଅପଲୋଡ କରି କମେଣ୍ଟ ଅପେକ୍ଷାରେ ବସୁଛି। ଏଇ ଆଜିର ଚରିତ୍ର ଆଉ ବିଚିତ୍ର ହେଇଯାଇଛି ଏ ଚରିତ୍ର। ତେଣୁ ସେଥିପାଇଁ ନିଶ୍ଚିନ୍ତ ମୋବାଇଲ ଠାରୁ ଯେତିକି ସମୟ ଆଗରୁ ଥିଲା ସମୟ ଯେ ଆଗରୁ ଲୋକମାନେ ଅନ୍ନ ସହିତ ପୁରା ଜଡିତ ହୋଇ ରହିଥିଲେ ଓଷା କହିଲେ ଅନ୍ନକୁ ଛାଡିବା ଉପବାସ ରହିବା ତାକୁ କୁହାଯାଉଥିଲା ତାକୁ ଓଷା ବୋଲି କୁହାଯାଉଥିଲା। ଏବେ ଲୋକ ଅନ୍ନ ସହିତ ଏତେ ଜଡିତ ନୁହଁ ରୁଟି ସହିତ ଜଡିତ ହେଲେ ଆପଣଙ୍କୁ ଏବେ ରୁଟି ଛାଡିବେ ତା ନୁହେଁ ଆପଣଙ୍କୁ କହି ରଖିବା ପାଇଁ ଚାହୁଁ ମୋବାଇଲ ସହିତ ଏତେ ଜଡିତ ହୋଇଛନ୍ତି ଅନ୍ନ ନହେଲେ ଚଳିବ ରୁଟି ନହେଲେ ଚଳିବ କିନ୍ତୁ ମୋବାଇଲ ନହେଲେ ଚଳିବ। ଯଦି ମୋବାଇଲ କୌଣସି ଦୋକାନରେ ପଡିଛି ଭାଙ୍ଗି ଯାଇଛି ଯେମିତି କେହି ଜଣେ ଆଇସିୟୁ ରେ ପଡିଛି ସେଇଭଳି ଅନୁଭବ ହଉଛି। ସେଥିପାଇଁ ମୋବାଇଲ ଠାରୁ ଯଦି ଗୋଟାଏ ଦିନ ଆମେ କଣ ନା ଦୂରରେ ରହିବା ତା ହିଁ ଆମ ପ୍ରତି ଅପେକ୍ଷା ଓଷା ବୋଲି ହବ। ତେଣୁ ଆମେ ଓଷା କରିବା ଅର୍ଥ ଆଜି ଗୋଟାଏ ଦିନ ମୋବାଇଲକୁ ହାତ ଲଗେଇବା ମୌନ ବ୍ରତ କରିବା। ନିଶ୍ଚିନ୍ତ ଭାବରେ ମୁଁ ମଧ୍ୟ ମୌନ ବ୍ରତ କରେ ଆଉ ଓଷା କହିବାକୁ ଗଲେ 2 ଘଣ୍ଟା 3 ଘଣ୍ଟା ଆଜ୍ଞା ବସେ ତେଣୁ ପ୍ରଭୁଙ୍କୁ ଚିନ୍ତନ କରେ ସବୁ ଚାଲିବ ଆମ ପାଖରେ ବି ମୋବାଇଲ ଅଛି କିନ୍ତୁ ଏତେ ମୋବାଇଲରେ ବ୍ୟସ୍ତ ରୁହନା ନିଜ ଲୋକମାନେ ତମଠୁ ଦୂରକୁ ଚାଲିଯିବେ। ଏବେ ଏ ଅଭ୍ୟାସ କେବଳ ବାପା ମା ହିଁ କରୁଛନ୍ତି କାହିଁକିନା ଚାକିରିରୁ ଯେତେବେଳେ ଅଫିସକୁ ଆସୁଛନ୍ତି ବାପା ମା ପିଲାମାନେ ପକେଟରୁ ହିଁ ମୋବାଇଲ ନେଇଯାଉଛନ୍ତି ଯାହାର ଅଭ୍ୟାସ ଆମେ ମାନେ ଆରମ୍ଭରୁ କରୁଛୁ। ମୁଁ ଟିକେ ପୂର୍ବରୁ କହୁଥିଲୁ ଖୁଆଇ ଦେଲା ବେଳେ ମା ପ୍ରଥମେ ପିଲାକୁ ମୋବାଇଲ ଦେଖେଇବା ଆରମ୍ଭ କଲା ଆଉ ଯେତେବେଳେ ମୋବାଇଲରେ ମଜିଗଲା ଆଉ ଛଡେଇଲେ କୋଉଠୁ ଛାଡିବ। ତେଣୁ ଆରମ୍ଭରୁ ପିଲାକୁ ଯେମିତି ଲୁଣ ଛଡେଇ 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 ଲୁଣ ଅଭ୍ୟାସ ଛଡେଇ ଦେବେ ସେମିତି ମା ମୋବାଇଲ ଛଡେଇ ଛଡେଇ ମୋବାଇଲ ଅଭ୍ୟାସ ଛଡେଇ ଦିଅନ୍ତି ଯାହା ଅତି ଅଧିକ ଲାଭ ହବ। କିନ୍ତୁ ଜିଦି କଲେ ମୋବାଇଲ ଛଡେଇ ନେଲା ପିଲା ଆତ୍ମହତ୍ୟା କରିଦଉଛନ୍ତି। ତେଣୁ ସେଥିପାଇଁ ଆରମ୍ଭରୁ ସେଇଟା କରିବା ଦରକାର। ଯୋଉମାନେ ଆମ ଭିଡିଓକୁ ଦେଖୁଛନ୍ତି ସେମାନେ ତାଙ୍କ ପିଲାମାନଙ୍କୁ ନିଶ୍ଚିନ୍ତ ଭାବରେ ଆରମ୍ଭରୁ ସଂସ୍କାର ଦିଅନ୍ତୁ। ମୋବାଇଲ ଠାରୁ ଦୂରରେ ରହି ଭଲ ଭଲ ମହାପୁରୁଷଙ୍କ ଜୀବନୀ କିଛି ଭଲ ଗପ ଆପଣ ପିଲାମାନଙ୍କୁ କହନ୍ତୁ ଯାହା ତାଙ୍କ ଜୀବନ ଭିତରେ ଲାଗିପାରିବେ। ମୋବାଇଲରେ ତ ଅନେକ କଥା ମିଳୁଛି ତା ସହିତ କଣ ନା ଭଲ ସହିତ ଖରାପ ରହୁଛି କିନ୍ତୁ ଖରାପକୁ ଅଧିକ ପିଲାମାନେ ଗ୍ରହଣ କରୁଛନ୍ତି ଯାହା ତାଙ୍କ ଜୀବନକୁ ନଷ୍ଟ କରିଦଉଛି। ସେଥିପାଇଁ ମୋବାଇଲ ଦେଇଛନ୍ତି ଇଣ୍ଟରନେଟରେ ଲକ୍ଷ ଲକ୍ଷ ଟଙ୍କା ପିଲା ହାରୁଛନ୍ତି ସେତୁକୁ ଜୀବନ ମଧ୍ୟ ହାରୁଛନ୍ତି। ଏ କେବଳ ମୋବାଇଲ ଧରେଇ ଦେଲେ ହବନି ପିଲା ମୋବାଇଲରେ କଣ କରୁଛି ତା ପ୍ରତି ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ଅଛି। ଜୟ ଜଗନ୍ନାଥ।